ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପୋଲାଣ୍ଡ ଓ ୟୁକ୍ରେନ୍ ଗସ୍ତର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଆଜି କିଭ୍ଠାରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ଟ୍ରେନ୍ ଯୋଗେ ପୋଲାଣ୍ଡରୁ ଆସି କିଭ୍ରେ ପହଞ୍ଚିଥିଲେ। ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଶ୍ରୀ ମୋଦି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱ ଯୋଗୁଁ ଜୀବନହାନି ହୋଇଥିବା ଶିଶୁମାନଙ୍କର ଉଦ୍ଦେଶ୍ୟରେ କିଭ୍ ସ୍ଥିତ ୟୁକ୍ରେନ୍ର ଜାତୀୟ ଇତିହାସ ସଂଗ୍ରହାଳୟରେ ଥିବା ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ସହିତ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ମଧ୍ୟ ଏହି ଶିଶୁମାନଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଦୁଇ ଦେଶ ମଧ୍ୟରେ ଦ୍ୱନ୍ଦ୍ୱ ଯୋଗୁଁ ଶିଶୁମାନଙ୍କର ପ୍ରାଣହାନି ହୋଇଥିବାରୁ ଶ୍ରୀ ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କର ସମ୍ମାନାର୍ଥେ ସେଠାରେ ଏକ ଖେଳନା ସ୍ଥାପନ କରିଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କିଭ୍ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ଘ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ମୋଦି ଏକ ଭ୍ରାତୃତ୍ୱପୂର୍ଣ୍ଣ ସମାଜ ଗଠନ ଦିଗରେ ମହାତ୍ମା ଗାନ୍ଧୀଙ୍କର ଅନନ୍ତକାଳୀନ ବାର୍ତ୍ତାର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗ ଦ୍ୱାରା ବିଶ୍ୱ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ସଫଳତାର ସହ ମୁକାବିଲା କରାଯାଇପାରିବ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ୟୁକ୍ରେନ୍ ଯିବା ପୂର୍ବରୁ ଶ୍ରୀ ମୋଦି କହିଛନ୍ତି, ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଏବଂ ରୁଷ ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ସେ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ପୂର୍ବ ଆଲୋଚନା କରିବେ। ଶୀଘ୍ର ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରିବ ବୋଲି ଜଣେ ବନ୍ଧୁ ଭାବେ ସେ ଆଶା ପ୍ରକାଶ କରିଛନ୍ତି। 1992ରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ୟୁକ୍ରେନ୍ ଗସ୍ତ। ଅର୍ଥନୈତିକ ଏବଂ ବ୍ୟବସାୟିକ ସମ୍ପର୍କ, କୃଷି, ଭିତ୍ତିଭୂମି, ସ୍ୱାସ୍ଥ୍ୟ ଓ ଶିକ୍ଷା, ଔଷଧ, ପ୍ରତିରକ୍ଷା, ସଂସ୍କୃତି ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଶ୍ରୀ ମୋଦି ଏବଂ ଶ୍ରୀ ଜେଲେନ୍ସ୍କି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବୁଝାମଣାରେ ପହଞ୍ଚିବା ପାଇଁ ଭାରତ କ୍ରମାଗତ ଭାବେ କୂଟନୀତି ଓ ଆଲୋଚନା ପାଇଁ ପରାମର୍ଶ ଦେଇ ଆସୁଛି। ମୋଦିଙ୍କ ୟୁକ୍ରେନ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ଓ ବିସ୍ତାର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ମହାକାଶ କ୍ଷେତ୍ରରେ ଅଭିବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ, ଗମନାଗମନ, ପରିବେଶ, ଶକ୍ତି, ନିରାପତ୍ତା, ପ୍ରଯୁକ୍ତି ବିଜ୍ଞାନ ସମେତ ବିଭିନ୍ନ ମୌଳିକ କ୍ଷେତ୍ରଗୁଡ଼ିକରେ ପ୍ରଗତି ସମ୍ଭବ ହୋଇପାରିଛି। ଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ପ୍ରଥମ ରାଷ୍ଟ୍ରୀୟ ମହାକାଶ ଦିବସର ମୁଖ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ମହାକାଶ କ୍ଷେତ୍ରର ବିକାଶ ଦ୍ୱାରା ମାନବୀୟ କ୍ଷମତା ବୃଦ୍ଧି ପାଇବା ସହିତ ଆମର କଳ୍ପନାର ବିଷୟବସ୍ତୁଗୁଡ଼ିକ ବାସ୍ତବ ରୂପରେ ପରିଣତ ହୋଇପାରିଛି। ଏତଦ୍ବ୍ୟତୀତ ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ହୋଇଥିବା ପ୍ରଗତି ମାଧ୍ୟମରେ ଅନେକ ରହସ୍ୟ ଲୋକଲୋଚନକୁ ଆସିପାରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ମହାକାଶ ସଂଗଠନ ଇସ୍ରୋର କେବଳ ମହାକାଶ କ୍ଷେତ୍ରରେ ନୁହେଁ ବରଂ ଦେଶର ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି। ଇସ୍ରୋର ଚନ୍ଦ୍ରଯାନ ଯେତେବେଳେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା, ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ଜାତୀୟ ମହାକାଶ ଦିବସ ପାଳନକୁ ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ ଅଭିହିତ କରି ଶ୍ରୀମତୀ ମୁର୍ମୁ ଭାରତୀୟ ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି କହିଛନ୍ତି। ଖୁବ୍ କମ୍ ସମ୍ବଳ ବିନିଯୋଗ କରି ମଙ୍ଗଳଯାନ ମିଶନ ସଫଳ ହୋଇଥିବାରୁ ରାଷ୍ଟ୍ରପତି ଏହାର ପ୍ରଶଂସା କରିଛନ୍ତି। ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର ମହାକାଶ କ୍ଷେତ୍ରରେ ପୂର୍ବରୁ ରହିଥିବା ସମସ୍ତ ପ୍ରତିବନ୍ଧକକୁ ମୁକ୍ତ କରିଛନ୍ତି। ସେ କହିଛନ୍ତି, 70 ବର୍ଷ ହେବ ମହାକାଶ କ୍ଷେତ୍ରରେ ରହିଥିବା ଗୋପନୀୟତାକୁ ଦୂର କରି ଆଜି ଦେଶ ଅଗ୍ରଗତି କରୁଛି। ଏହି ଅବସରରେ ଇସ୍ରୋର ଅଧ୍ୟକ୍ଷ ଏ ସୋମନାଥ କହିଛନ୍ତି, ରାଷ୍ଟ୍ରୀୟ ମହାକାଶ ଦିବସ ସାରା ଦେଶରେ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଉଛି। ଏଥିରେ ସମସ୍ତ ବିଭାଗ, ମନ୍ତ୍ରଣାଳୟ, ଶିକ୍ଷାନୁଷ୍ଠାନ, ବିଜ୍ଞାନ ସଂଗଠନ ଓ ସାଧାରଣ ନାଗରିକମାନେ ଭାଗ ନେଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉତ୍ସବରେ ଇସ୍ରୋ ଦ୍ୱାରା ଆୟୋଜିତ ରୋବୋଟିକ୍ସ ପ୍ରତିଯୋଗିତା ଏବଂ ଭାରତୀୟ ମହାକାଶ ହାକାଥନ୍ର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 25 ତାରିଖ ରବିବାର ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 113ତମ ସଂସ୍କରଣ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ବାଦ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। କୋଲକାତା ହାଇକୋର୍ଟ ଆର୍ଜିକର ମେଡିକାଲ କଲେଜରେ ହୋଇଥିବା ଆର୍ଥିକ ଅନିୟମିତତା ଘଟଣାରେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମ୍ପୃକ୍ତି ପ୍ରସଙ୍ଗରେ ତଦନ୍ତ କରିବା ଲାଗି ଆଜି ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କର ଏହି ନିର୍ଦ୍ଦେଶ ପରେ ସମ୍ପୃକ୍ତ ମେଡିକାଲ କଲେଜରେ ହୋଇଥିବା ଆର୍ଥିକ ଅନିୟମିତତା ଓ ପରିଚାଳନାଗତ ତ୍ରୁଟି ସମ୍ପର୍କିତ ସମସ୍ତ ତଥ୍ୟକୁ ବର୍ତ୍ତମାନ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ ଏସ୍ଆଇଟି ନିକଟରୁ ସିବିଆଇକୁ ହସ୍ତାନ୍ତର କରାଯାଇଛି।
ପୂର୍ବରୁ ରାଜ୍ୟ ସରକାର ଏଥିଲାଗି ଆଇଜି ର୍ୟାଙ୍କର ଜଣେ ଅଧିକାରୀଙ୍କ ନେତୃତ୍ୱରେ 4 ଜଣିଆ ଏସ୍ଆଇଟି ଗଠନ କରିଥିଲେ। ଅନ୍ୟପକ୍ଷରେ ଏହି ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ସଞ୍ଜୟ ରାୟକୁ ସିଆଲଦା ଅଦାଲତ ଆଜି 14 ଦିନ ଲାଗି ଜେଲ୍ ପଠାଇଛନ୍ତି। ପୂର୍ବରୁ କୋଲକାତା ପୁଲିସ୍ ଦ୍ୱାରା ଗିରଫ ହେବା ପରେ ସଞ୍ଜୟକୁ 14 ଦିନ ଲାଗି ପୁଲିସ୍ ହେଫାଜତକୁ ପଠାଯାଇଥିଲା। ପରେ ତାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଇତିମଧ୍ୟରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସଚିବ ନାରାୟଣ ସ୍ୱରୂପ ନିଗମ ସମସ୍ତ ଆବାସିକ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବା ଲାଗି ନିବେଦନ କରିଛନ୍ତି। ଶ୍ରୀ ନିଗମ କହିଛନ୍ତି ଆର୍ଜିକର ମେଡିକାଲରେ ନୂତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଜ ନିଜ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 25 ତାରିଖ ରବିବାର ଦିନ ମହାରାଷ୍ଟ୍ରର ଜଲଗାଓଁ ଗସ୍ତରେ ଯିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ 11 ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ବଣ୍ଟନ କରିବେ। ବାର୍ଷିକ 1 ଲକ୍ଷ ବା ତଦୁର୍ଦ୍ଧ୍ୱ ଅର୍ଥ ରୋଜଗାର କରୁଥିବା ଏହି ଲକ୍ଷପତି ଦିଦିମାନଙ୍କ ସହିତ ଶ୍ରୀ ମୋଦି ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ 2500 କୋଟି ଟଙ୍କାର ଏକ ପାଣ୍ଠି 4,30,000 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରିବେ। ଏହାଦ୍ୱାରା ଏହିସବୁ ଗୋଷ୍ଠୀର ପ୍ରାୟ 48 ଲକ୍ଷ ସଦସ୍ୟ ଉପକୃତ ହେବେ। ଏଥିସହିତ ପ୍ରଧାନମନ୍ତ୍ରୀ 5,000 କୋଟି ଟଙ୍କାର ଏକ ବ୍ୟାଙ୍କ ଋଣ ମଧ୍ୟ ପ୍ରଦାନ କରିବେ। ଏହାଦ୍ୱାରା 2,35,400ଟି ସ୍ୱୟଂ ସହାୟକ ଗୋଷ୍ଠୀର 25,80,000 ସଦସ୍ୟ ଲାଭବାନ ହେବେ। ଏହି ସମାରୋହରେ 34ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ 30,000 ସ୍ଥାନରୁ ଏଥିସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷ ଯୋଗଦେବେ ବୋଲି ଜଣାପଡ଼ିଛି। କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ସହିତ ଫସଲ ଉତ୍ପାଦନ ବୃଦ୍ଧି କରିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଆଜି ପାଟନାଠାରେ ଅନୁଷ୍ଠିତ କିଷାନ ସମ୍ମାନ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି କୃଷି କ୍ଷେତ୍ର ଓ କୃଷକଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତ୍ୟେକଟି ପ୍ରତିଶ୍ରୁତିକୁ ସରକାର ପାଳନ କରୁଛନ୍ତି। ଇତିମଧ୍ୟରେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଚାଷୀମାନଙ୍କୁ ସହଜରେ ଋଣ ଯୋଗାଇ ଦେବା ସହିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀ ଯେଭଳି ନିଜର ଉତ୍ପାଦ ବିକ୍ରି କରିପାରିବ ସେ ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଇଛି। କୃଷି କ୍ଷେତ୍ର ଉପରେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରି ଶ୍ରୀ ଚୌହାନ କହିଛନ୍ତି ଏଥିଲାଗି ସରକାର କମ୍ ଦିନରେ ଅଧିକ ଉତ୍ପାଦନକ୍ଷମ ଫସଲ ଲାଗି ଆବଶ୍ୟକ ବିହନ ପ୍ରସ୍ତୁତ କରୁଛନ୍ତି। ତ୍ରିପୁରାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗୁଆ 40 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ଯୋଗାଇ ଦେବା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ କେନ୍ଦ୍ରର ଅଂଶ ହିସାବରେ ଏହି ଅର୍ଥ ମଞ୍ଜୁର କରାଯାଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଉଦ୍ଧାର ଓ ରିଲିଫ୍ ଯୋଗାଇ ଦେବା ସହିତ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା କରିବା ଲାଗି କେନ୍ଦ୍ର ସରକାର ସେଠାରେ 11ଟି ଏନ୍ଡିଆର୍ଏଫ୍ 3ଟି ସେନା କଲମ ସହିତ ବାୟୁସେନାର 4ଟି ହେଲିକପ୍ଟର ମଧ୍ୟ ମୁତୟନ କରିଛନ୍ତି। ଏହି ବିପଦ ସମୟରେ ତ୍ରିପୁରାବାସୀଙ୍କ ସହିତ ନରେନ୍ଦ୍ର ମୋଦିଙ୍କ ସରକାର କାନ୍ଧରେ କାନ୍ଧ ମିଶାଇ ଶକ୍ତ ଭାବେ ସହାୟତା ଜାରି ରଖିଛନ୍ତି ବୋଲି ଏହି ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାନିକ ଶାହା ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଏହାଛଡ଼ା ବନ୍ୟା ପ୍ରଭାବିତ ଗୋମତୀ ଏବଂ ଦକ୍ଷିଣ ତ୍ରିପୁରା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହିଭଳି ଅନବରତ ବର୍ଷା ଯୋଗୁଁ ଆସାମ ଅଗରତାଲା ମଧ୍ୟରେ ଥିବା 8 ନମ୍ବର ଜାତୀୟ ରାଜପଥର ଆଥାରାମୁରା ପାର୍ବତ୍ୟାଞ୍ଚଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।